ଲୋକମାନଙ୍କୁ ମଧ୍ୟ ଭ୍ରମିତ କରିବ। ଆଜି ଆମେ ସତ୍ୟ ସମାଚାରର 281 ଅଧ୍ୟାୟରେ ପହଞ୍ଚିଛୁ। ଆଉ ଆଜିର ପ୍ରସଙ୍ଗ ଅଟେ ଏକାଧିକ ବିବାହ ବାଇବଲ ସମ୍ମତ କି? ଏକାଧିକ ବିବାହ ବାଇବଲ ସମ୍ମତ କି? ବେଳେ ବେଳେ ଆପଣ ଦେଖିବେ ସମାଜରେ ଅନେକ ମାନ୍ୟଗଣ୍ୟ ଲୋକମାନଙ୍କର 2ଟା ସ୍ତ୍ରୀ ଥିବ, 3ଟା ସ୍ତ୍ରୀ ଥିବ। ଆଉ ଆମେ ସେମାନଙ୍କୁ କଣ କରୁ? ସମାଜରେ ଆମେ ସେମାନଙ୍କୁ ବହୁତ ଗୁରୁତ୍ୱ ବି ଦେଇଥାଉ। ବେଳେ ବେଳେ ଜଣଙ୍କର 2ଟା ସ୍ତ୍ରୀ ଥିବ, ସେ ଆସି ପ୍ରଚାର କରୁଥିବେ, ସେ ମଣ୍ଡଳୀର ଦାୟିତ୍ୱ ନେଇଥିବେ, ତାକୁ ପ୍ରେସିଡେଣ୍ଟ ବନେଇ ଦେଇଥିବେ, ସେକ୍ରେଟାରୀ ହେଇଯାଇଥିବ, ସେ ମନ୍ତ୍ରୀ ହେଇଯାଇଥିବେ, ଆହୁରି ସେ ଲୋକମାନଙ୍କ ଗହଣରେ ମଧ୍ୟ ଗ୍ରହଣୀୟ ହଉଥିବେ। ତ ଆମେ ଭାବୁଛୁ ଦେଖ, ସେ 2ଟା ବାହାଘର ହେଇଛନ୍ତି, 2ଟା ସ୍ତ୍ରୀ 2 ଭଉଣୀ ଭଳିଆ କେତେ ମିଶିକି ଗୋଟେ ଘରେ ରହୁଛନ୍ତି, ବା ଅଲଗା ଅଲଗା ରହୁଛନ୍ତି, ତାଙ୍କ ପିଲାମାନେ ମିଶିକି ରହୁଛନ୍ତି। ତ ଏଇଟା ଦେଖନ୍ତୁ ଆମେ ଭାବୁ କଣ, ହଁ ତାଙ୍କର ପରିସ୍ଥିତି ଖରାପ ହେଲା ତ, ନା ତାଙ୍କ ଇଚ୍ଛା ହେଲା, ପ୍ରେମ ହେଲା, ସେ 2ଟା ବାହା ହେଲେ। ଆମେ କହିବା ପାଇଁ କିଏ? ଏଗୁଡାକ ଆମେ ବେଳେ ବେଳେ କହିଥାଉ। ଆଉ ବେଳେ ବେଳେ ସେମାନେ 2ଟା ସ୍ତ୍ରୀ ଗର୍ବ ବି ଅନୁଭବ କରନ୍ତି, ଆଉ କହୁଥାନ୍ତି 2ଟା ଘରକୁ ମେଣ୍ଟେନ କରିବାଟା କେତେ କଷ୍ଟ ଭାଇ ମୁଁ ଜାଣିଛି ବୋଲି କହୁଛନ୍ତି। ତ ସେମାନେ ଏମିତି ବିବାହ କରିକି ଗର୍ବ ବି ଅନୁଭବ କରନ୍ତି। ବେଳେ ବେଳେ କିଛି ଲୋକଙ୍କୁ ଲଜ୍ଜା ବି ଲାଗେ ନାହିଁ, 2ଟା ସ୍ତ୍ରୀ ରଖି ସେମାନଙ୍କୁ ଲଜ୍ଜା ବି ଲାଗେ ନାହିଁ। ତ ଆଜି ଆମେ ଚିନ୍ତା କରି ଦେଖିବା ଯେ ଏକାଧିକ ବିବାହ ବାଇବଲ ସମ୍ମତ କି? ଆମେ ତାହା ଆଜି ଧ୍ୟାନ କରି ଦେଖିବା। ପୁରାତନ ନିୟମରେ ଯଦି ଆପଣ ଦେଖିବେ, ଗୋଟିଏ ପୁରୁଷର ଏକାଧିକ ବିବାହ କରିବାର ନଜିର ରହିଛି। ଆପଣ ଦେଖିପାରିବେ ଅନେକ ଲୋକ ପୁରାତନ ନିୟମରେ ସେମାନଙ୍କର ଏକାଧିକ ସ୍ତ୍ରୀ ଅଛି, ଯୋଉଟାକୁ ଆମେ ପଲିଗମି ବୋଲି କହୁ। ମାନେ ଗୋଟିଏ ସ୍ୱାମୀର ଏକାଧିକ ସ୍ତ୍ରୀ ଥାନ୍ତି। ଆମେ ଯଦି ବାଇବଲ ଦେଖିବା, ଆଦି ପୁସ୍ତକ ତାର 4 ପର୍ବ 19 ପଦ, ଆଦି ପୁସ୍ତକ 4 ପର୍ବ 19 ପଦ। ଏହି ଲେମକ 2 ସ୍ତ୍ରୀ ବିବାହ କଲେ, ଏକର ନାମ ଆଦା ଓ ଅନ୍ୟର ନାମ ଶିଲା ଥିଲା। ଜଣଙ୍କର ନାଁ ଆଦା ଆଉ ଜଣଙ୍କର ନାଁ ଶିଲା ଥିଲା। ଲେମକ ପ୍ରଥମ ବ୍ୟକ୍ତି ଯାହାର 2ଟି ସ୍ତ୍ରୀ ଥିଲା। ଆମେ ଦେଖୁଛୁ ଏଇଟା ପ୍ରଥମ ବ୍ୟକ୍ତି, ଏଇ ବ୍ୟକ୍ତିର 2ଟି ସ୍ତ୍ରୀ। କିନ୍ତୁ ଯେତେବେଳେ ପ୍ରଭୁ କଣ କଲେ, ଆଦମଙ୍କୁ ସ୍ତ୍ରୀ ଆଣିକି ଦେଲେ, ଆମେ ପଢିବା ସେ ପଦଟା ଟିକେ ବାରମ୍ବାର, ସେ ପଦକୁ ଆମେ ପଢୁଥିବା। ଆଦି ପୁସ୍ତକ ତାର 2 ପର୍ବ ତାର 22, 23, 24। ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କ ଠାରୁ ଯେଉଁ ପଞ୍ଜର ଖଣ୍ଡିକ ନେଲେ, ତଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ। ତେଣୁ ଆଦମ କହିଲେ, ଏଥର ହେଲା, ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ, ଏହାର ନାମ ନାରୀ, ଯେହେତୁ ଏ ନର ଠାରୁ ନିତା ହୋଇଅଛି। ଏ ନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟା ଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ। ଏଠି ଆମେ କଣ ଦେଖୁଛୁ? ମୁଁ ଆପଣଙ୍କୁ ପଢୁଛି, ଆପଣ ଧୀରେ ଧୀରେ ଦେଖନ୍ତୁ ଏଠି କଣ ଲେଖାଯାଉଛି। ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କ ଠାରୁ ଯେଉଁ ପଞ୍ଜର ଖଣ୍ଡିକ ନେଲେ, ତ ଦ୍ୱାରା ଏକ ସ୍ତ୍ରୀ, ଅଣ୍ଡରଲାଇନ କରିଥାନ୍ତୁ, କେତେଟା ସ୍ତ୍ରୀ ଲେଖା ଅଛି? ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ। ତହିଁରେ ଆଦମ କହିଲେ, ଏଥର ହେଲା। ସେ କହୁନାହାନ୍ତି ଏଥର ହେଇନାହିଁ ତା ବୋଲିକି, ସେ କଣ କହୁଛନ୍ତି? ଏଥର ପ୍ରଭୁ ଏତିକି ହବ ନାହିଁ, ପ୍ରଭୁ ଆହୁରି ଦରକାର ବୋଲି କହୁନାହାନ୍ତି। ସେ କହୁଛନ୍ତି ଏଥର ହେଲା, ଏ ମୋହର ଅସ୍ଥିର ଅସ୍ଥି ମାଂସର ମାଂସ, ଏହାର ନାମ ନାରୀ, ଯେହେତୁ ଏ ନର ଠାରୁ ନିତା ହୋଇଅଛି। ଏଥି ନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟା ଠାରେ, ଭାର୍ଯ୍ୟା ମାନଙ୍କ ଠାରେ ଲେଖା ହେଇନାହିଁ, କଣ ଲେଖାଇଛି? ଭାର୍ଯ୍ୟା ଠାରେ ଆସକ୍ତ ହବ, ଆଉ ସେମାନେ ଏକାଙ୍ଗ ହେବେ। ଭାର୍ଯ୍ୟା ମାନଙ୍କ ଠାରେ ନୁହେଁ, ଭାର୍ଯ୍ୟା ଠାରେ। ଏକ ସ୍ତ୍ରୀ, ଏକ ଆଦମ ପାଇଁ ଏକ ସ୍ତ୍ରୀ, এটা ଆମେ ବୁଝିବା ଦରକାର। 1 Adam 1 ମ୍ୟାଡମ, 1 Adam 1 ମ୍ୟାଡମ। କିନ୍ତୁ ଏଠି ଦେଖୁଛୁ ଆମେ କଣ, ଯେ ଲେମକର 2ଟି ଭାର୍ଯ୍ୟା।
ପୁରାତନ ନିୟମରେ ଆମେ ଦେଖୁଛୁ। ବିଚାରକର୍ତ୍ତା 8 ପର୍ବ 30 ପଦ, ବିଚାରକର୍ତ୍ତା 8 ପର୍ବ 30 ପଦ। ସେହି ଗିଦିଅନର ଔରସଜାତ 3 କୋଡ଼ି 10 ପୁତ୍ର ଥିଲେ, କାରଣ ତାଙ୍କର ଅନେକ ଭାର୍ଯ୍ୟା ଥିଲେ। ଏଠି ଆମେ ଦେଖୁଛୁ ଗିଦିଅନଙ୍କର ଏକାଧିକ ଭାର୍ଯ୍ୟା ଅଛନ୍ତି। ଲେମକର ତ 2ଟା, ଆଙ୍କର ଅନେକ ଭାର୍ଯ୍ୟା ବୋଲି ଲେଖା ଅଛି। ସନ୍ତାନ କେତେ? 3 କୋଡ଼ି 10। 3 କୋଡ଼ି 10 ମାନେ ଭାବି ଦେଖନ୍ତୁ କେତେ ସନ୍ତାନ ତାଙ୍କର ଥିଲେ। କାହାର? ଗିଦିଅନ। କିନ୍ତୁ ପ୍ରଭୁ କଣ କହିଛନ୍ତି? ଏକ ଭାର୍ଯ୍ୟା। ଆଦମଙ୍କ ଠାରୁ ଗୋଟିଏ, ଆଦମଙ୍କ ପାଇଁ ଗୋଟିଏ। ଏଠି ଆମେ ଦେଖୁଛୁ ଗିଦିଅନଙ୍କର, ଏଟାକୁ ଆମେ କହୁଛୁ ପଲିଗମି ବୋଲି, ଯାହାର ଗୋଟେ ସ୍ୱାମୀର ଅଧିକ ସ୍ତ୍ରୀ ଥାନ୍ତି। ତାପରେ ସଲୋମନ ରାଜା ଏ ସବୁକୁ ପାରି କରି ଆଗକୁ ପଳେଇଲେ। ସଲୋମନ ରାଜାଙ୍କ ବିଷୟରେ ଦେଖିବା ପ୍ରଥମ ରାଜାବଳୀ 11 ପର୍ବ 3 ପଦ। ପ୍ରଥମ ରାଜାବଳୀ 11 ପର୍ବ 3 ପଦ। ଏଣୁ ତାଙ୍କର 700 ରାଜପତ୍ନୀ ଓ 300 ଉପପତ୍ନୀ ହେଲେ, ଆଉ ତାଙ୍କର ପତ୍ନୀମାନେ ତାଙ୍କର ମନକୁ ବିପଥଗାମୀ କଲେ। ଏମିତି ଦେଖୁଛୁ କଣ 700 ପତ୍ନୀ ଆଉ 300 ଉପପତ୍ନୀ, 1000। ରାଜା ତ ସମସ୍ତେ ଗୋଟେ ଗୋଟେ ଜାଗାରୁ ଆଣିକି ଦେଲେ, ଗୋଟେ ରାଜ୍ୟରୁ ଗୋଟେ ଦେଶରୁ ଯିଏ ଆସିଲେ ଗୋଟେ ଗୋଟେ ଗିଫ୍ଟ ଆଣିକି ଦେଲେ। ତ ଏମିତି ହଉ କଣ ହେଇଗଲା ଆଙ୍କର 700 ପ୍ଲସ 300, 700 ପତ୍ନୀ 300 ଉପପତ୍ନୀ ସଲୋମନଙ୍କର। ତ ପୁରାତନ ନିୟମରେ ଆମେ ଦେଖୁଛୁ ଯେ ଲେମକଠୁ ଆରମ୍ଭ କରି ଆମର ରାଜା ସଲୋମନ ପର୍ଯ୍ୟନ୍ତ ଲୋକମାନଙ୍କ ଏକାଧିକ, ଆଉ ଏମାନେ ଆମର ଆଦର୍ଶ ନୁହନ୍ତି। ଏମାନେ ଆମର ଆଦର୍ଶ ନୁହନ୍ତି। ଏମାନେ ବାଇବଲର ଷ୍ଟାଣ୍ଡାର୍ଡରେ ଆସନ୍ତି ନାହିଁ। ପ୍ରଭୁ ଯୋଉ ସୃଷ୍ଟିର ନିୟମରେ ଯୋଉ ପ୍ରକାର କଲେ, ଗୋଟେ ଆଦମଙ୍କ ପାଇଁ ଅସ୍ଥି ପଞ୍ଜର ନେଇକି ଏକ ଭାର୍ଯ୍ୟା ତିଆରି କଲେ, ଆଉ ସେ ବି କହିଲେ ଏଥର ହେଲା, ଆଉ ସେ ଦୁହେଁ ଏକାଙ୍ଗ ହିଁ ରହିଲେ। ଏଇଟା ଆମେ ଦେଖୁଛୁ। ତ ପୁରାତନ ନିୟମରେ ଏକାଧିକ ସ୍ତ୍ରୀ ରହିବାର ଆମେ ଦେଖୁଛୁ, କିନ୍ତୁ ନୂତନ ନିୟମରେ ପଲିଗମି ନାହିଁ, ମନୋଗମି। ମନୋଗମି ମାନେ ଗୋଟିଏ ପୁରୁଷ ଗୋଟିଏ ସ୍ତ୍ରୀ। ଆମେ ନୂତନ ନିୟମର ଖ୍ରୀଷ୍ଟିଆନ, ଆମେ ନୂତନ ନିୟମର ଖ୍ରୀଷ୍ଟିଆନ। ଏଠି କଣ ଲେଖାରେ ଅଛି ଯେ ନୂତନ ନିୟମରେ ଗୋଟିଏ ପୁରୁଷ ଗୋଟେ ସ୍ତ୍ରୀ ବିବାହ ସମ୍ପର୍କର ଈଶ୍ୱରଙ୍କ ଚିନ୍ତାଧାରାକୁ ସୁସ୍ପଷ୍ଟ ହୁଏ। ଆପଣ ଦେଖିବେ ଯେ ଗୋଟିଏ ପୁରୁଷର ଗୋଟିଏ ସ୍ତ୍ରୀ ରହିବା ଦରକାର। এইটা ଆମେ ନୂତନ ନିୟମରେ ଆହୁରି ସୁସ୍ପଷ୍ଟ ଭାବରେ ଆମେ ଦେଖିପାରୁଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ ବିବାହ ସମ୍ପର୍କରେ ପଚାରୁଛନ୍ତି, ସେ ଶିକ୍ଷା ଦେଲା ବେଳେ କଣ ବୋଲି କହୁଛନ୍ତି ଆପଣ ଦେଖିବେ। ମାଥ୍ୟୁ ତାର 19 ପର୍ବ, ମାଥ୍ୟୁ 19 ତାର 3-6। ଇତିମଧ୍ୟରେ ଫାରୁସୀମାନେ ତାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଯେ କୌଣସି କାରଣରୁ ଆପଣା ସ୍ତ୍ରୀକି ପରିତ୍ୟାଗ କରିବା କଣ ନ୍ୟାୟସଙ୍ଗତ? ସେ ଉତ୍ତର ଦେଲେ, ତୁମ୍ଭେମାନେ କଣ ପାଠ କରି ନାହଁ ଯେ ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ, ଆଉ କହିଲେ, ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ। ଆଉ ସେମାନେ ଆଉ ଦୁଇ ନୁହନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି। ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏ ବିବାହ ସମ୍ପର୍କରେ ବା ତ୍ୟାଗପତ୍ର ସମ୍ପର୍କରେ ପଚାରିବା ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୋଉଟାକୁ କୋଟ କରୁଛନ୍ତି? ସେ କୋଉଠୁ କହୁଛନ୍ତି? ଆଦି ପୁସ୍ତକ ସେ କହୁଛନ୍ତି। ଆଦି ପୁସ୍ତକ ଯୋଉଟା ପ୍ରଭୁଙ୍କର ନିୟମ ଥିଲା, ଆଦି ପୁସ୍ତକ ତାର ଆମେ ଯୋଉ 2 ପର୍ବ ଦେଖୁଛୁ, ସେଇଠୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି। 2 ପର୍ବ ତାର 22-24 ଆମେ ଯାହା ପଢିଲୁ, ସେଇଟା ଯୀଶୁ କହୁଛନ୍ତି ଯେ ପ୍ରଭୁ କଣ କଲେ? ଆଦମଙ୍କର ଅସ୍ଥି ପଞ୍ଜର ନେଲେ, ଆଉ ଏକ ସ୍ତ୍ରୀ ନିର୍ମାଣ କଲେ। ଆଉ ଆଦମ ବି କଣ କହୁଛନ୍ତି? ଏଥର ହେଲା ବୋଲି। ଗୋଟିଏ ଆଦମ ପାଇଁ ଗୋଟିଏ ହବା,
ମୁଁ ପୁଣି କହିବା ପାଇଁ ଚାହେଁ, ୱାନ୍ ଏଡମ୍ ୱାନ୍ ମ୍ୟାଡମ୍। ପୁରାତନ ନିୟମରେ ଆମେ ଦେଖୁଛୁ ଅନେକ ଲୋକ ଏକାଧିକ ସ୍ତ୍ରୀ ଥିବାର ଆମେ ଦେଖୁଛୁ। ବାଇବଲର ନିୟମ ନୁହେଁ, ବାଇବଲର ଆଦେଶ ନୁହେଁ। ପ୍ରଭୁ ଯୋଉ ବିବାହକୁ ସ୍ଥାପନ କଲେ ସେ ବିବାହ ଅନୁସାରେ ତାହା ନୁହେଁ। ଜଣେ ଲୋକ ଦିଟା ସ୍ତ୍ରୀ ରଖିଲେ କହିବ ମୁଁ ରଖିଛି, ବାଇବଲରେ ଲେଖା ହେଇଛି, ମୁଁ ସ୍ୱର୍ଗକୁ ଯିବି, ମୁଁ ବି ଖ୍ରୀଷ୍ଟିଆନ। ମାନେ ଆଜିକାଲି ଆପଣ ଦେଖିବେ ଲୋକମାନେ ଯୋଉ ଲଜ୍ଜାର ବିଷୟକୁ ମଧ୍ୟ ଗର୍ବର ବିଷୟ ବୋଲି ଭାବୁଛନ୍ତି। କିଏ ହେଲେ ଯଦି ଦୁଇଟା ସ୍ତ୍ରୀ ରଖିଥିବ ଲୁଚାଇବାକୁ ଚେଷ୍ଟା କରିବେ। ଆଜିକାଲି କଣ କହୁଛନ୍ତି ଲୋକମାନେ ଗର୍ବର ସହିତ କହୁଛନ୍ତି ମୋର ଦିଟା ସ୍ତ୍ରୀ ଅଛି। ଗୋଟେ କାରରେ ବସିବେ, ଦିଟା ସ୍ତ୍ରୀକୁ ବସାଇକି ନେବେ। ପ୍ରିୟ ଭାଇ ଭଉଣୀ ମାନେ, ବାଇବଲ କଣ କହୁଛି? ବାଇବଲ ଏଟାକୁ ଅନୁମୋଦନ କରେନି। ଯଦି କୌଣସି ବ୍ୟକ୍ତି ଏହା କରୁଛନ୍ତି ତା ବାଇବଲ ସମ୍ମତ ନୁହେଁ। ଏଠି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ ପଚାରୁଛନ୍ତି, ସେ କଣ କହୁଛନ୍ତି? ସେଇ ଆଦି ପୁସ୍ତକର କଥା କହୁଛନ୍ତି। ଆମେ କଣ ବୋଲି ଦେଖନ୍ତୁ, 4 ପଦ ଦେଖନ୍ତୁ। ସେ ଉତ୍ତର ଦେଲେ, ତୁମାନେ କଣ ପାଠ କରିନ ଯେ ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ? ମାନେ ଗୋଟିଏ ପୁରୁଷ ଗୋଟିଏ ସ୍ତ୍ରୀ କରି କଣ କଲେ? ଆଦ୍ୟରୁ ସେ କଲେ। ସେ ଆଉ କହିଲେ, ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀ ଠାରେ, ସ୍ତ୍ରୀ ମାନଙ୍କ ଠାରେ ନାହିଁ, ନିଜ ସ୍ତ୍ରୀ ଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ। 2 ଅଙ୍ଗ 3 ଅଙ୍ଗ ନାହିଁ, ଏକାଙ୍ଗ ହେବେ। ତାପରେ ଲେଖା ଅଛି କଣ? ଏଣୁ ସେମାନେ ଆଉ 2 ନୁହନ୍ତି କିନ୍ତୁ ଏକାଙ୍ଗ ଅଟନ୍ତି। ଅର୍ଥାତ୍ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ଈଶ୍ୱର ଯାହା ନିୟମ କରିଅଛନ୍ତି, କଣ ଲେଖା ଅଛି? ମନୁଷ୍ୟ ତାହା ବିଭିନ୍ନ ନ କରୁ। ଏଟା ପ୍ରଭୁଙ୍କର ବିବାହର ଯୋଉ ନିୟମ ଆରମ୍ଭ କରିଥିଲେ। ଏ ବିବାହର ପରିକଳ୍ପନା କିଏ ରଖିଥିଲେ? ପ୍ରଭୁଙ୍କର ପରିକଳ୍ପନା। ବିବାହର ସଂସ୍ଥାପକ କିଏ? ପ୍ରଭୁ। ପ୍ରଥମ ବିବାହ କିଏ କରାଇଥିଲେ? ପ୍ରଭୁ କରାଇଥିଲେ। ଏଠି କେହି ନାହିଁ, ପ୍ରଭୁ ନିଜେ ଅଛନ୍ତି। ଗୋଟେ ଆଦମଙ୍କ ପାଇଁ ଗୋଟେ ହବା ଆଣିକି ଦେଲେ। এইটা ବାଇବଲର ନିୟମ। କିନ୍ତୁ ଆମେ ପୁରାତନ ନିୟମରେ ଆମେ ଦେଖୁଛୁ କଣ? ଗୋଟିଏ ପୁରୁଷର ଏକାଧିକ ସ୍ତ୍ରୀ ଥିବାର ଆମେ ଦେଖୁଛୁ। ସେଇଟା ଆମର ଆଦର୍ଶ ନୁହେଁ। ଆଦର୍ଶ କଣ ଅଟେ? ଆମର ଯାହା ପ୍ରଭୁ କରି ନିୟମ କରୁଛନ୍ତି ତାହା ଆଦର୍ଶ ଅଟେ। ଆମେ ଏହା ଆମେ ଦେଖୁଛୁ ଏଇଠି। ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ପାଉଲ ମଧ୍ୟ ଯେତେବେଳେ ଲେଖୁଛନ୍ତି, ମଣ୍ଡଳୀକୁ ଲେଖିଲା ବେଳେ କଣ ଲେଖୁଛନ୍ତି? 2 କରନ୍ଥିଓ ତାର 11 ପର୍ବ 2 ପଦ। 2 କରନ୍ଥିଓ 11 ତାର 2। କାରଣ ଈଶ୍ୱରଙ୍କ ବିଷୟକ ଉଦ୍ଯୋଗରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍ଯୋଗୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀ ଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କ ଠାରେ ସମର୍ପଣ କରିବା ନିମନ୍ତେ ବାଗଦାନ କରିଅଛି। କଣ ଲେଖା ଅଛି? ସାଧୁ ପାଉଲ ମଣ୍ଡଳୀକୁ ଲେଖା ସମୟ ଲେଖୁଛନ୍ତି, କାରଣ ଈଶ୍ୱରଙ୍କ ବିଷୟକ ଉଦ୍ଯୋଗରେ ମୁଁ ତୁମମାନଙ୍କ ନିମନ୍ତେ ଉଦ୍ଯୋଗୀ, ତେଣୁ ମୁଁ ତୁମମାନଙ୍କୁ ସତୀ କନ୍ୟା ସଦୃଶ୍ୟ ଏକ ସ୍ୱାମୀ ଠାରେ। କେତେଟା ସ୍ୱାମୀ? ଏକ ସ୍ୱାମୀ। ଏକ ସ୍ୱାମୀ ଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କ ଠାରେ। ପୁରାତନ ନିୟମର କଥା, ନୂତନ ନିୟମର କଥା ଲେଖା। ଏକ ସ୍ୱାମୀ ଠାରେ ସମର୍ପଣ କରିବା ନିମନ୍ତେ ବାଗଦାନ କରିଅଛି। ମଣ୍ଡଳୀ ବିଷୟ ଲେଖିଲା ଲେଖୁଛନ୍ତି କଣ ବୋଲି କରି? କାରଣ ଖ୍ରୀଷ୍ଟ ଏବଂ ମଣ୍ଡଳୀର ବିବାହରେ ଆମେ ଦେଖୁଛୁ ଗୋଟିଏ ମସ୍ତକ ଗୋଟିଏ ଶରୀର ପାଇଁ। ଗୋଟିଏ ଶରୀର, ମଣ୍ଡଳୀ ହଉଛି ଗୋଟେ ଶରୀର, ଆଉ ତାର ମସ୍ତକ ହଉଛନ୍ତି ତାର ପ୍ରଭୁ ବା ତାର ସ୍ୱାମୀ, ସେ ହଉଛନ୍ତି ଖ୍ରୀଷ୍ଟ। ଆଉ ଏକ ଖ୍ରୀଷ୍ଟ ଆଉ ଏକ ଶରୀର। ତେଣୁ ଏ ୟୁନିଭର୍ସାଲ ଚର୍ଚ୍ଚକୁ ଆମେ ଯୋଉ ଦେଖୁଛୁ, ଏ ମଣ୍ଡଳୀକୁ ଖ୍ରୀଷ୍ଟଙ୍କ ଶରୀର ବୋଲି କୁହାଯାଏ। ଆଉ ଏଇ ଶରୀର ପାଇଁ ଗୋଟିଏ ମସ୍ତକ, ସେ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଗୋଟିଏ ସ୍ୱାମୀ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଏହା ବୁଝିବା ପାଇଁ। ଏହା ବୁଝିବାର ବ୍ୟତିକ୍ରମ ହେଲେ ଲୋକ କଣ କରନ୍ତି? ନିଜର ଭୁଲକୁ ମଧ୍ୟ ଗର୍ବ ବୋଲି ମାନନ୍ତି। ବାଇବଲ ଯାହା କହୁଛି ତାହା ହିଁ ଠିକ। ବାଇବଲ ବାହାରେ ମୁଁ ହୁଏ ବା ଆପଣ ହୁଏ ବା କିଏ ହୁଅନ୍ତୁ, ଯାହା ବି କରି ମୁଁ ଠିକ ବୋଲି କହିପାରିବାନି। ପ୍ରିୟ ଭାଇ ଭଉଣୀ ମାନେ, ଅନେକ କୁହନ୍ତି ନାଇଁ ଆଜ୍ଞା, ଏଟା ଆମର ସୋସିଆଲ ମ୍ୟାଟର।
এটা ସ୍ପିରିଚୁଆଲ ସହିତ କିଛି ନେବା ଦେବାର ନାହିଁ। ସୋସିଆଲ ହେଇପାରେ ତୁମ ପାଇଁ, କିନ୍ତୁ ବାଇବଲ ପରମେଶ୍ୱର ସେ ସୋସିଆଲ ଲାଇଫରେ ମଧ୍ୟ ଗୋଟିଏ ଆଦମ ପାଇଁ ଗୋଟିଏ ହବାର ହିଁ ପରିକଳ୍ପନା କରିଛନ୍ତି। ହୁଏତ ବିଦେଶରେ ଆପଣ ଦେଖିପାରେ ଗୋଟେ ସ୍ୱାମୀର ଅନେକ ସ୍ତ୍ରୀ ଥାଇପାରନ୍ତି, ଅନେକ ଧର୍ମରେ ଅନେକ ବିଷୟ ଥାଇପାରେ, କିନ୍ତୁ ବାଇବଲର ଷ୍ଟାଣ୍ଡାର୍ଡ କଣ? ବାଇବଲର ଷ୍ଟାଣ୍ଡାର୍ଡ ହଉଛି ଗୋଟିଏ ସ୍ୱାମୀ ଆଉ ଗୋଟିଏ ସ୍ତ୍ରୀ, ଏକ ସ୍ୱାମୀ ଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କ ଠାରେ ମଣ୍ଡଳୀର ବିବାହ ହବ, ସେଇଟା ଆମେ ଦେଖୁଛେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଆପଣ ଦେଖିବେ ମୋ ସହିତ ଏଫେସିୟ 5 ପର୍ବ ଖୋଲନ୍ତୁ, ସେଇଟା ଆମେ ଦେଖିପାରିବା। 5 ପର୍ବ ତାର 25 ପଦ, ଏଫେସିୟ 5:25। ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକି ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ସେ ତ ତାହା ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କଲେ। ଏଠି କଣ ଲେଖାଯାଉଛି ଦେଖନ୍ତୁ, ସ୍ୱାମୀ ମାନଙ୍କୁ ଲେଖାଯାଉଛି, ସ୍ୱାମୀକୁ ଲେଖା ହଉନି। ସ୍ୱାମୀ ମାନଙ୍କୁ ମିଳିତ ଭାବରେ ମଣ୍ଡଳୀର ସ୍ୱାମୀ ମାନଙ୍କୁ ଲେଖୁଛନ୍ତି, ସ୍ୱାମୀ ମାନେ ବୋଲି ଲେଖା ହଉଛି। ଏ ସ୍ୱାମୀ ବୋଲି ଲେଖା ନାହିଁ। ଏ ସ୍ୱାମୀ ମାନେ କଣ? ଖ୍ରୀଷ୍ଟ ଯେପରି ମଣ୍ଡଳୀକି ପ୍ରେମ କଲେ, ତୁମେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀ ମାନଙ୍କୁ, ମାନେ ବହୁ ବଚନରେ ଲେଖାଯାଉଛି, ସ୍ତ୍ରୀ ମାନଙ୍କୁ କଣ କର? ପ୍ରେମ କର। ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ଠିକ ସେହିପରି କଣ କରିବା ଅଛି? ଗୋଟେ ସ୍ୱାମୀ ଆପଣା ସ୍ତ୍ରୀକୁ ପ୍ରେମ କରିବା ଦରକାର। ଆମେ ଯଦି ଦେଖିବା ତାର 31 ପଦ, ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀ ଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ। କଣ ଏବେ କଣ କରିବ ଜଣେ ବ୍ୟକ୍ତି? ସ୍ତ୍ରୀ ଠାରେ, ସ୍ତ୍ରୀ ମାନଙ୍କ ଠାରେ ନାହିଁ, ସ୍ତ୍ରୀ ଠାରେ। ତେଣୁ ଆପଣ ଦେଖିବେ ନୂତନ ନିୟମରେ ଏକାଧିକ ବିବାହ ବାଇବଲ ସମ୍ମତ ନୁହେଁ। ଏଟା ଈଶ୍ୱରଙ୍କର ଯୋଜନାର ବିରୋଧୀ ଅଟେ। ଏହା ବାଇବଲ ଅନୁମୋଦିତ ନୁହେଁ। ଆପଣଙ୍କ ମଣ୍ଡଳୀରେ ବି, ଆପଣଙ୍କ ସମାଜରେ ବି, ଆପଣଙ୍କ ସାହିରେ ବି ଆପଣ ଦେଖିପାରନ୍ତି ଯେ ଗୋଟିଏ ସ୍ୱାମୀର ଅନେକ ସ୍ତ୍ରୀ ଥାଇପାରନ୍ତି। ଆପଣଙ୍କ ଗାଁରେ ଗୋଟେ, ସେଠି ଗୋଟେ, ସେଠି ଗୋଟେ, ଲଜ୍ଜା ପାଇଁ ଅନେକ ଜାଗା ରଖିଥିବେ। ଏ ପଚାରିଲେ ବି ସେ କଣ କହିବ? ନାଇଁ ତ, ନାଇଁ ତ, ନାଇଁ ତ ବୋଲି କହିବେ। କିନ୍ତୁ ଶେଷ ଦିନ ମାନଙ୍କୁ ଦେଖିବେ ଲୋକ ଏକାଧିକ ସ୍ତ୍ରୀ ରଖି ମତେ ଗର୍ବ କରିବେ, এইটা ଆପଣ ଦେଖିବେ। ତେଣୁ ଆପଣ ମାନେ ମନେ ରଖିଥାନ୍ତୁ, ଏକାଧିକ ବିବାହ ବାଇବଲ ସମ୍ମତ କି ତାହା ଆମେ ଆଜି ଅଧ୍ୟୟନ କରୁଛୁ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ ଯେତେବେଳେ ବିବାହ ସମ୍ପର୍କରେ ପଚରା ଯାଉଛି, ସେ କଣ କହୁଛନ୍ତି? ତୁମେ କଣ ଶାସ୍ତ୍ରରେ ପଢିନାଅ ଯେ ଗୋଟିଏ ପୁରୁଷ ପାଇଁ ଗୋଟିଏ ସ୍ତ୍ରୀ? ଏଇଟା ତୁମେ ପଢିନାଅ କି? ଆଦ୍ୟରେ ପ୍ରଭୁ ଏଇଟା ସ୍ଥିର କରିନାହାନ୍ତି କି? ଆଉ ଖ୍ରୀଷ୍ଟ ମଧ୍ୟ ଆପଣା ନିମନ୍ତେ ଗୋଟିଏ ଭାର୍ଯ୍ୟା, ଗୋଟିଏ ମଣ୍ଡଳୀକୁ ତିଆରି କରୁଛନ୍ତି। ଆମେ ବିଭିନ୍ନ ସ୍ଥାନରେ ବିଭିନ୍ନ ମଣ୍ଡଳୀ ଅଛୁ, କିନ୍ତୁ ଶରୀର ଏକ ଅଟେ। ଆମକୁ ୟୁନିଭର୍ସାଲ ଚର୍ଚ୍ଚ ବୋଲି କୁହାଯାଏ। ଗୋଟିଏ ଚର୍ଚ୍ଚ ଆମେ ଅଟୁ, ଆମେ ଶରୀର ଅଟୁ। ଆଉ ଏ ଶରୀରର ମସ୍ତକ ଖ୍ରୀଷ୍ଟ ଅଟନ୍ତି, ସେ ସ୍ୱାମୀ ଅଟନ୍ତି। ପାଉଲ କଣ କହୁଛନ୍ତି? ଏକ ସ୍ୱାମୀ ଠାରେ ଏକ ସ୍ତ୍ରୀର ବାଗଦାନ ହେଇଛି, ସେ ହଉଛି ମଣ୍ଡଳୀ। ଆମେ ଯଦି ଦେଖିବା, ଆମେ ପରବର୍ତ୍ତୀ ବିଷୟ ଗୁଡାକ ଯଦି ଆପଣ ଧ୍ୟାନ କରି ଦେଖିବେ, ଯେ ମଣ୍ଡଳୀର ସେବକ ମାନେ, ବିଶ୍ୱାସୀ ମାନେ ତ ଗୋଟେ ବିବାହ ହେବେ, ମଣ୍ଡଳୀର ସେବକ ମାନେ ମଧ୍ୟ ନାଇଁ ଆଜ୍ଞା ମୋର ବହୁତ ସେବା ଅଛି, ମତେ ବେଶୀ ସ୍ତ୍ରୀ ଦରକାର ବୋଲିବାଟା ନାହିଁ। ଯଦି ଚର୍ଚ୍ଚର ଲିଡର ବି ହେଇଥିବେ, ତାଙ୍କୁ କେତେଟା ସ୍ତ୍ରୀ ଦରକାର? ଗୋଟିଏ ସ୍ୱାମୀ ପାଇଁ ଗୋଟିଏ ସ୍ତ୍ରୀ। ଆପଣ ଯଦି ଦେଖିବେ ପ୍ରଥମ ତିମୋଥୀ ତାର 3 ପର୍ବ 2 ପଦ, ଦୟାକରି ପଦ ପର୍ବ ଗୁଡାକ ଆପଣ ଚିହ୍ନଟ କରି ରଖିଥାନ୍ତୁ, ଯେପରି ଆପଣ ମାନେ ଆଗାମୀ ସମୟରେ, କାରଣ ଏ ପ୍ରକାର ଭ୍ରମାତ୍ମକ ଶିକ୍ଷା ଗୁଡାକ ଆସୁଛି, ତ୍ରୁଟିପୂର୍ଣ୍ଣ ଶିକ୍ଷା ଗୁଡାକ ଆସୁଛି। କାରଣ ଲୋକମାନେ କଣ କହୁଛନ୍ତି? ନାଇଁ ମୁଁ ଏକାଧିକ ବିବାହ କରିଛି, ଗର୍ଭସ୍ଥ ପୋଷ୍ଟ ବି କରିପାରୁନି, ଦେଖ ମୋର 2ଟା ସ୍ତ୍ରୀ ଅଛି ବୋଲି। ଆପଣ ବେଳେ ବେଳେ ଫେସବୁକରେ, ୟୁଟ୍ୟୁବରେ ଦେଖୁଥିବେ ଗୋଟେ ଗୋଟେ ସ୍ୱାମୀର କେତେଟା ଲେଖା ସ୍ତ୍ରୀ ଥିବ। ଆଉ ସେମାନେ ଦେଖ କେମିତି ମିଳିତ ଭାବରେ ଏକାଠି ରହୁଛନ୍ତି, ତାଙ୍କର ଏତେ ପିଲା। ଆଉ ସେ ସ୍ତ୍ରୀ ମାନଙ୍କୁ ପଚାରୁଥିବେ ତମାନେ ଖୁସି କି? ସେମାନେ କହିବେ ହଁ ଆମେ ଖୁସି ଅଛୁ। ସେମାନେ ଖୁସି ହେଇପାରନ୍ତି, କିନ୍ତୁ ବାଇବଲର ପରମେଶ୍ୱର ଖୁସି ନୁହନ୍ତି। ଏଟା ବିବାହର ନିୟମ ନୁହେଁ। ଏଟା ଜଣେ ସ୍ୱାମୀ
ଦୁଇଟା ସ୍ତ୍ରୀ ରଖି ଖୁସି ହେଇପାରିବ, କିନ୍ତୁ ଦୁଇଟା ସ୍ତ୍ରୀ ଗୋଟେ ସ୍ୱାମୀ ପାଖରେ କେବେ ଖୁସିରେ ରହିପାରିବେ? ଆପଣ ଦେଖନ୍ତୁ, ଯଦି ଗୋଟେ ସ୍ୱାମୀ ପର ସ୍ତ୍ରୀ ପଛରେ ବୁଲୁଛି ବୋଲି କହିଲେ ଆକା ତା ସ୍ତ୍ରୀର କେତେ ଟେନସନ ହେଇଯିବ, ପାଗଳି ଭଳିଆ ହେଇଯିବେ, ଏବେ ନା ନାଇଁ? ଯଦି ଗୋଟେ ସ୍ୱାମୀ ପର ସ୍ତ୍ରୀ ପଛରେ ବୁଲୁଛି ବୋଲି ଜାଣିଲେ, ଆଣି ନାହିଁ ବୁଲୁଛି, ବେଳେ ବେଳେ କଥା ହଉଛି, ବାଇକରେ ବସାଇ ବୁଲୁଛି, ତାକୁ ଜଳଖିଆ କିଣି ଦଉଛି, ତାକୁ ଖର୍ଚ୍ଚ ପାଇଁ ପଇସା ଦଉଛି, ଶୁଣିଲେ ଆକା ସ୍ତ୍ରୀର ମୁଣ୍ଡ ଖରାପ ହେଇଯିବ, ତାର ବିପି ବଢିଯିବ, ତାର ଦେହ ଖରାପ ହେଇଯିବ। ଆଉ ସେ ପୁଣି ଦୁଇଟା ସ୍ତ୍ରୀ ଆଣି ଘରେ ରଖିବ, ଆଉ ସ୍ତ୍ରୀ ମାନେ ଖୁସି ଥିବେ? ସ୍ୱାମୀ ଖୁସି ପାଇପାରେ କାରଣ ଦୁଇଟା ସ୍ତ୍ରୀ ମିଳିଯାଇଛି, ସେ ସ୍ୱାମୀ ଖୁସି ହେଇପାରିବ, କିନ୍ତୁ ସ୍ତ୍ରୀ ମାନେ କେବେ ଖୁସି ହୁଅନ୍ତି ନାହିଁ। ଏଇଟା ଲଜ୍ଜାର ବିଷୟ, ଏଇଟା ସମାଜ ପାଇଁ ଲଜ୍ଜାର ବିଷୟ। ସେଇଠି ଆମେ ଦେଖୁଛୁ କଣ, ସେ ବିଶ୍ୱାସୀ ହୁଅନ୍ତୁ ବା ସେ ନେତୃବର୍ଗ ହୁଅନ୍ତୁ, ଆପଣ ଯଦି ଦେଖିବେ ପ୍ରଥମ ତିମୋଥୀ 3:2 ପ୍ରଥମ ଅତଏବ ତିମୋଥୀ 3:2 ଅତଏବ ଅଧ୍ୟକ୍ଷଙ୍କର ଅନନ୍ଦନୀୟ ହେବା ଆବଶ୍ୟକ। ସେ ଅବଶ୍ୟ ଏକ ସ୍ତ୍ରୀର ସ୍ୱାମୀ, ମିତଭୋଗୀ, ସୁବୁଦ୍ଧି, ସଦାଚାରୀ, ଆତିଥ୍ୟ ପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ। କଣ ଲେଖା ଯାଉଛି? ଅତଏବ ଅଧ୍ୟକ୍ଷଙ୍କର ଅନିନ୍ଦନୀୟ ହେବା ଆବଶ୍ୟକ। ଖ୍ରୀଷ୍ଟିଆନ ଲିଡର୍ସ ମାନେ କଣ ହେବା ଦରକାର? ଅନିନ୍ଦନୀୟ ହେବା ଆବଶ୍ୟକ। ସେ ଅବଶ୍ୟ ଏକ ସ୍ତ୍ରୀର ସ୍ୱାମୀ। ଗୋଟେ ଖ୍ରୀଷ୍ଟିଆନ ଲିଡର କଣ ହେବା ଦରକାର? ଏକ ସ୍ତ୍ରୀର ସ୍ୱାମୀ। ଏଟା ଲିଡର ପାଇଁ, କେବଳ ଲିଡର ପାଇଁ ନୁହେଁ। ଆପଣ ଯଦି ଦେଖିବେ 12 ପଦ ସେବକ ପାଇଁ ବିଷୟ ଲେଖା ଯାଉଛି, ପଢିବେ ଟିକେ 12 ପଦ। ସେବକମାନେ ଏକ ଏକ ସ୍ତ୍ରୀର ସ୍ୱାମୀ ହୁଅନ୍ତୁ, ପୁଣି ଆପଣା ଆପଣା ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ। କଣ ଲେଖା ଅଛି? ସେବକ ମାନେ ଏକ ଏକ ସ୍ତ୍ରୀର ସ୍ୱାମୀ, ଏକ ସ୍ତ୍ରୀର ସ୍ୱାମୀ ସେମାନେ କୁହନ୍ତୁ। ଲିଡର ମାନେ କଣ ହୁଅନ୍ତୁ? ଏକ ସ୍ତ୍ରୀର ସ୍ୱାମୀ। ସେ ସାଧାରଣ ଖ୍ରୀଷ୍ଟ ବିଶ୍ୱାସୀ ହେଇପାରନ୍ତି, ବା ସେ ମଣ୍ଡଳୀର ନେତୃବର୍ଗ ହେଇପାରନ୍ତି, ବା ମଣ୍ଡଳୀର ସେବକ ହେଇପାରନ୍ତି। ସେମାନେ ମଧ୍ୟ କଣ କରିବା ଦରକାର? ଏକ ସ୍ତ୍ରୀ। ତ ଆମେ ଚିନ୍ତା କରୁଛୁ ଆଜି ଏକାଧିକ ବିବାହ ବାଇବଲ ସମ୍ମତ କି? ତା ବାଇବଲ ସମ୍ମତ ନୁହେଁ। ତା ଲେମକ ହେଇପାରନ୍ତି, ଗିଦିଅନ ହେଇପାରନ୍ତି, ସଲୋମନ ହେଇପାରନ୍ତି, ଏହା ବାଇବଲ ସମ୍ମତ ନୁହେଁ। ଏଟା ପ୍ରଭୁଙ୍କର ବିବାହର ଯୋଉ ଷ୍ଟାଣ୍ଡାର୍ଡ ନିୟମ, ତାର ବାହାରେ ଅଟେ। ତା ଗର୍ବ କରିବା ବିଷୟ ନୁହେଁ, ଲଜ୍ଜାର ବିଷୟ, ଲଜ୍ଜାର ବିଷୟ। ଏଠି ଆମେ ଦେଖୁଛୁ କଣ, ଯେ ସେ ଏକ ବଚନ ଲେଖାଯାଉଛି, ଏକ ସ୍ତ୍ରୀର ସ୍ୱାମୀ, ଏକ ବଚନ, ଏକ ସ୍ତ୍ରୀର ସ୍ୱାମୀ ବୋଲି ଲେଖାଯାଉଛି। ଆପଣ ଯଦି ଦେଖିବେ ପ୍ରଥମ ଆଉ ତିତସ୍କୁ ଦେଖନ୍ତୁ, ତିତସ୍କୁ ଲେଖିବା ସମୟ କଣ ଲେଖୁଛନ୍ତି? ତିତସ୍ ତାର 1:6 ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ ବିଷୟରେ ଅପବାଦିତ କିମ୍ବା ଅବାଧ୍ୟ ନୁହନ୍ତି, ତାଙ୍କୁ ନିଯୁକ୍ତ କର। ଏଠି ଆମେ କଣ ଦେଖୁଛୁ? ମଣ୍ଡଳୀର ନେତାଙ୍କର ମଧ୍ୟ ଗୋଟିଏ ଏକା ସ୍ତ୍ରୀ ରହିବାର ଅଛି, ସେବକର ବି ଗୋଟିଏ ସ୍ତ୍ରୀ ରହିବା ଅଛି, ପ୍ରାଚୀନ ମାନଙ୍କର ମଧ୍ୟ ଗୋଟିଏ ଏକା ସ୍ତ୍ରୀ ଥିବା ଅଛି। ଆପଣ ଉପର ପଦ ଦେଖିବେ ଯେ ପ୍ରାଚୀନ ମାନଙ୍କୁ ନିଯୁକ୍ତ କରିବା ସମୟ ବି ଦେଖିବ 5 ପଦରେ, ଅସମ୍ପୂର୍ଣ୍ଣ କାର୍ଯ୍ୟ ସବୁ ସମ୍ପୂର୍ଣ୍ଣ କରିବାକୁ, ମୋର ଆଦେଶ ଅନୁସାରେ ପ୍ରତ୍ୟେକ ନଗରରେ ପ୍ରାଚୀନ ମାନଙ୍କୁ ନିଯୁକ୍ତ କରିବାକୁ ମୁଁ କୃତିରେ ତୁମକୁ ଛାଡି ଆସିଲି। କଣ କରିବ? ପ୍ରାଚୀନ କେମିତି ହେବା ଦରକାର? ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ। ଜଣେ ନିର୍ଦ୍ଦୋଷ କେତେବେଳେ ହେଇପାରିବ? ଯେତେବେଳେ ସେ ଏକ ସ୍ତ୍ରୀର ସ୍ୱାମୀ ହେବ। ଦିଟା ସ୍ତ୍ରୀ ଥିବ, କି ନାରେ ନାରେ ହଉଥିବ, କି କୋଉଠି ରଖିଥିବ, ସେ ପ୍ରାଚୀନ ହେଇପାରିବ ନାହିଁ, ପ୍ରାଚୀନ ହେଇପାରିବନି। ଆଜିକାଲି ଆପଣ ଦେଖିବେ ମଣ୍ଡଳୀରେ ଦିଟା ସ୍ତ୍ରୀ, ସେ ବି ପ୍ରାଚୀନ ହେବା ପାଇଁ ଇଚ୍ଛା କରୁଛି। ସେ ବି କହୁଛି ମତେ ପ୍ରେସିଡେଣ୍ଟ କରୁ, ମତେ ବି ଟ୍ରେଜରର କରୁ। ଅନେକ ଲୋକ କଣ କରୁ, ହଉ ହେଇଗଲା ତ, ହେଇଗଲା, ଭୁଲ ହେଇଗଲା, ବିଚାରା ହେବେ, ଏତେ ସୁନ୍ଦର ନେତୃତ୍ୱ ନେଇପାରିବେ, ସେ ହବ ନାହିଁ। ବେଳେ ବେଳେ ଦେଖିବେ ଜଣେ ଲୋକର ଦିଟା ସ୍ତ୍ରୀ ଥିବ, ସେ ମଧ୍ୟ ଆସିକରି ମେସେଜ ଦେଇ ଦଉଥିବ। ୟୁଟ୍ୟୁବ ତ ଖୋଲା ଅଛି, ଆସିକରି ୟୁଟ୍ୟୁବ ଖୋଲି ମେସେଜ ଦେଇ ଦଉଥିବ, କଣ ବୋଲି? ମୋର ଦିଟା ସ୍ତ୍ରୀ ଅଛନ୍ତି। ଏଟା ଲଜ୍ଜାର ବିଷୟ, ଗର୍ବର ବିଷୟ ନୁହେଁ। ଗର୍ବର ବିଷୟ କି? ଏଟା ଲଜ୍ଜାର ବିଷୟ। ଶେଷ କାଳରେ ଆପଣ ଦେଖିବେ ଲୋକ ଲଜ୍ଜାର ବିଷୟକୁ ବି ଦର୍ପର ବିଷୟ ମନେ କରନ୍ତି। ଯୋଉ ବିଷୟ ପାଇଁ ଲଜ୍ଜିତ ହେବା କଥା,
ସେ ବିଷୟ ପାଇଁ ଲୋକ ଗର୍ବ କରନ୍ତି, ମୋର 2ଟା ସ୍ତ୍ରୀ ଅଛି ବୋଲି କହିବାର ଗର୍ବର ବିଷୟ କି, ଲଜ୍ଜାର ବିଷୟ। ମାନେ ସେ ଖ୍ରୀଷ୍ଟ ବିଶ୍ୱାସୀ, ସାଧାରଣ ବିଶ୍ୱାସୀ ହୁଅନ୍ତୁ ବା ଖ୍ରୀଷ୍ଟୀୟ ନେତୃବର୍ଗ ହୁଅନ୍ତୁ କି ପ୍ରାଚୀନ ହୁଅନ୍ତୁ କି ସେବକ ହୁଅନ୍ତୁ, କଣ ଲେଖା ଦରକାର? ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ ତାହାକୁ ନିଯୁକ୍ତ କରିବ, ତାହାକୁ ନିଯୁକ୍ତ କରିବ। ଆମେ ଦେଖୁଛୁ ଏଇଠି ଯେ ସେମାନେ କଣ ହେବା ଦରକାର? ଗୋଟିଏ ସ୍ୱାମୀ ପାଇଁ ଗୋଟିଏ ସ୍ତ୍ରୀ। ଏଇଟା ପ୍ରଭୁଙ୍କର ବାଇବଲର ନିୟମ ଅଟେ, ପ୍ରଭୁଙ୍କର ସୃଷ୍ଟିର ନିୟମ ଅଟେ। ପ୍ରଭୁ ଆମକୁ ଯେତେବେଳେ ଆଦମଙ୍କ ପାଇଁ ଅନୁରୂପ ସହକାରିଣୀ ଦେଖାଗଲା ନାହିଁ, ପ୍ରଭୁ ଗୋଟିଏ ମଞ୍ଜର ନେଲେ ଆଉ ଗୋଟିଏ ସ୍ତ୍ରୀ ନିର୍ମାଣ କଲେ। ଆଉ ଯେତେବେଳେ ହବାଙ୍କ ଦ୍ଵାରା ଭୁଲ ବି ହେଇଗଲା, ସେତେବେଳେ ମଧ୍ୟ ପ୍ରଭୁ କଣ କରୁଛନ୍ତି? ସେଇ ହବାକୁ ହିଁ ଆଣି ଦଉଛନ୍ତି। ଆଦମ ଅଭିଯୋଗ କରୁଛନ୍ତି, ପ୍ରଭୁ ଆପଣ ଯୋଉ ସ୍ତ୍ରୀକୁ ଆଣିକି ଦେଇଥିଲେ ସେଇ ସ୍ତ୍ରୀ ମତେ ଦେବାରୁ ମୁଁ ଖାଇଲି। ପ୍ରଭୁ କହିଲେ ଠିକ ଅଛି, ଏ ସ୍ତ୍ରୀକୁ ଛାଡିଦେ, ଆଉ ଗୋଟେ ସ୍ତ୍ରୀ ତୋର ପାଇଁ ଆଣିଦେବି ବୋଲି କହିନା, ଆଉ ଟିକେ ଶୁଆଇ ଦେଇକି ଆଉ ଗୋଟେ ଅସ୍ଥି ପନ୍ଦର କାଢିଥାନ୍ତେ, ଆଉ ଗୋଟେ ବନେଇ ଦେଇଥାନ୍ତେ। ନାଇଁ, ମୃତ୍ୟୁ ଛଡା ଆଉ କିଛି ଅଲଗା କରିପାରିବ ନାହିଁ। ସେମାନେ ଏକ ହେଇକି ରହିବା ଦରକାର ମୃତ୍ୟୁ ପର୍ଯ୍ୟନ୍ତ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ମାନଙ୍କୁ ଅନୁଗ୍ରହ ଏହା ବୁଝିବା ପାଇଁ ଯଦି ଆପଣ ଦେଖିବେ 1 Corinthians 7 ପର୍ବଟି କାଢ଼ନ୍ତୁ। 1 Corinthians 7 ପର୍ବ ତାର 2 ପଦ। କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ। ଏଠି କଣ ଲେଖାଯାଉଛି? କିନ୍ତୁ ବ୍ୟଭିଚାର ଭୟ ହେତୁ। କିନ୍ତୁ ମନେ ରଖିଥାନ୍ତୁ, ଆଦମଙ୍କ ପାଇଁ ବ୍ୟଭିଚାର ଭୟ ନଥିଲା। ଥିଲା କି? ବ୍ୟଭିଚାର ଭୟ ନଥିଲା, କାରଣ ଆଦମଙ୍କ ସମୟରେ କୌଣସି ସ୍ତ୍ରୀ ଏକା ଜଗତରେ ନଥିଲେ। ପ୍ରଭୁ ଏଇଥିପାଇଁ ତିଆରି କଲେ ଆଦମ ପାଇଁ ଗୋଟେ ସ୍ତ୍ରୀ, ଯେହେତୁ ପରିବାରରେ ଅନ୍ୟମାନଙ୍କ ପରିବାର ଯେମିତି ଅଛି, ସେମିତି କଣ ହେବା ଦରକାର? ମନୁଷ୍ୟର ବି ଗୋଟେ ପରିବାର ହେବା ଦରକାର। ଆଉ ମନୁଷ୍ୟର ପରିବାର ପାଇଁ ଗୋଟିଏ ସ୍ୱାମୀ ଗୋଟେ ସ୍ତ୍ରୀ ହେବା ଦରକାର। ସେ ସହକାରିଣୀ, ସେ ତାର ସାଥୀ, ସେ ତାର ସଖୀ। କେତେଟା ସଖୀ? ଗୋଟିଏ ସଖୀ। ଲାଇଫ ପାର୍ଟନର କେତେଟା? ଗୋଟେ। ଏଠି କଣ ଲେଖା ଅଛି? କିନ୍ତୁ ଆଜିର ସମୟରେ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ। ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ମାନେ ଥାଆନ୍ତୁ ବୋଲି ଲେଖା ହେଇନି। କଣ ଲେଖା ହେଇଛି? ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ମାନେ ଥାଆନ୍ତୁ ବୋଲି ଲେଖା ହେଇନି। ସ୍ତ୍ରୀ ପାଇଁ ମଧ୍ୟ ଗୋଟିଏ ହିଁ ସ୍ୱାମୀ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ମଝିରେ ମୁଁ ଶୁଣୁଥିଲି, ଜଣେ ଲୋକକୁ ପ୍ରଚାର କରିବାକୁ ଡାକିଥିଲି। ଆଉ କହୁଛନ୍ତି, ଆଜ୍ଞା କି ପ୍ରଚାର ଆଜ୍ଞା ତାଙ୍କର, କି ବାଇବଲ ଜ୍ଞାନ, ଏତେ ସୁନ୍ଦର ବାଇବଲ ବୁଝାଉଛନ୍ତି। ମୁଁ କହିଲି, କିଏ ଆସିଥିଲେ? ନାଇଁ, ସିଏ ଆସିଥିଲେ। ଜଣେ କହିଲେ, ଆଜ୍ଞା ତାଙ୍କର 3ଟା ସ୍ତ୍ରୀ ଆଜ୍ଞା। ପ୍ରଥମ ସ୍ତ୍ରୀ ବି ବଞ୍ଚିଛି, ଦ୍ୱିତୀୟ ସ୍ତ୍ରୀ ବି ବଞ୍ଚିଛି, ଏବେ ତୃତୀୟ ସ୍ତ୍ରୀ ସହିତ ରହୁଛନ୍ତି। କିନ୍ତୁ ଆଜ୍ଞା ବାକ୍ୟ ମାନେ ମାନିବା ପାଇଁ ପଡିବ। ଭାବି ଦେଖନ୍ତୁ, ଲୋକମାନେ ଏମିତି ଲୋକମାନଙ୍କୁ ବି ଅନୁମତି ଦଉଛନ୍ତି ଚର୍ଚ୍ଚ ଆସି ପ୍ରଚାର କରିବା ପାଇଁ। ତାର କଣ ଆଜ୍ଞା? ତାଙ୍କର ପର୍ସନାଲ ଲାଇଫ ଆଜ୍ଞା, ଆମେ କାହିଁକି କହିବା? ପ୍ରିୟ ଭାଇ ଭଉଣୀ ମାନେ, ଏଟା ପର୍ସନାଲ ଲାଇଫ ନୁହେଁ। ଖ୍ରୀଷ୍ଟିଆନ କୌଣସି ପର୍ସନାଲ ଲାଇଫ ନୁହେଁ। ସେ ଖ୍ରୀଷ୍ଟଙ୍କର, ସେ ବିଶେଷ ମୂଲ୍ୟରେ କିଣା ଯାଇଥିବା ଲୋକ। ସେ ଖ୍ରୀଷ୍ଟଙ୍କର ନିୟମ ଅନୁସାରେ ରହିବ, ସେ ବାଇବଲର ନିୟମ ଅନୁସାରେ ରହିବ। ସେ ଆଜିର ସମୟରେ କଣ ଲୋକମାନେ ଲଜ୍ଜାକୁ ଗର୍ବର ବିଷୟ କହୁଛନ୍ତି। ଆଉ କଣ କହୁଛନ୍ତି? ମୋର 2ଟା ସ୍ତ୍ରୀ ଅଛି, ମୁଁ ସ୍ୱର୍ଗକୁ ଯିବି। ତୁମେ ତ ପ୍ରଭୁଙ୍କର ବିରୋଧୀ କାମ କରିଛ, ବାଇବଲ ବିରୋଧୀ କାମ କରିଛନ୍ତି। ଏଠି ଆମେ କଣ ଦେଖୁଛୁ? ଏ ପ୍ରଭୁ ଏ ପ୍ରକାର ଭାବରେ, କାହିଁକି ମୁଁ ଆପଣମାନଙ୍କୁ କହୁଥିଲି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ବିବାହ ସମ୍ପର୍କରେ ପଚାର ଯାଉଛି, ସେ ଆଦି ପୁସ୍ତକ 2 ପର୍ବ 22ରୁ 24 କଥା କହୁଛନ୍ତି। ପାଉଲ କହୁଛନ୍ତି, ମୁଁ ଏକ ସ୍ୱାମୀ ଠାରେ ତୁମମାନଙ୍କୁ ବାଗଦାନ କରିଅଛି। ଖ୍ରୀଷ୍ଟଙ୍କର ମଧ୍ୟ ଏକ କନ୍ୟା, ସେ ଏକ କନ୍ୟାକୁ ବିବାହ କରିବେ। ଆଉ ସେବକ ମାନଙ୍କର ମଧ୍ୟ ଗୋଟିଏ ଭାର୍ଯ୍ୟା, ଖ୍ରୀଷ୍ଟୀୟ ନେତୃବର୍ଗର କି ଗୋଟିଏ ସ୍ତ୍ରୀ, ପ୍ରାଚୀନ ମାନଙ୍କର ମଧ୍ୟ ଗୋଟିଏ ସ୍ତ୍ରୀ।
ବାଇବଲ ପଣ୍ଡିତ ମାନେ କଣ ବୋଲି କହୁଛନ୍ତି, ଏଠି ସେମାନେ କହୁଛନ୍ତି ଯେ ପ୍ରତ୍ୟେକ ଜଣଙ୍କର କଣ ହେବା ଦରକାର, ଗୋଟିଏ ସ୍ତ୍ରୀ ରହିବା ଦରକାର, ଗୋଟିଏ ହିଁ ସ୍ୱାମୀ ରହିବା ଦରକାର। ପ୍ରତ୍ୟେକ ପୁରୁଷର ନିଜ ସ୍ତ୍ରୀ ମାନେ ନାହିଁ, ସ୍ତ୍ରୀ ଥାଉ, ସ୍ତ୍ରୀର ଗୋଟିଏ ସ୍ୱାମୀ ଥାଉ ବୋଲି ଲେଖାଉଛି। ପ୍ରିୟ ଭାଇ ମାନେ ପୁରାତନ ନିୟମରେ ଆମେ ବହୁ ବିବାହ ଦେଖିଛୁ, ମାନେ ବହୁତ ବିବାହ, ଜଣେ ଲୋକ ବହୁତ ବିବାହ କରିବା, ଗୋଟେ ସ୍ୱାମୀ ବହୁତ ବିବାହ କରିବା ଦେଖୁଛୁ। ଏହା ଈଶ୍ୱରଙ୍କ ଯୋଜନାର ବିରୋଧାଭାସ ଅଟେ। ବାଇବଲ ଅନୁମୋଦିତ ନୁହେଁ, କିନ୍ତୁ ନୂତନ ନିୟମରେ ବିବାହ ସମ୍ପର୍କରେ ଆମେ ଈଶ୍ୱରଙ୍କର ସିଦ୍ଧ ଇଚ୍ଛା ଏବଂ ବିବାହର ମାନଦଣ୍ଡକୁ ଦେଖୁଛୁ, ମ୍ୟାରେଜ ଷ୍ଟାଣ୍ଡାର୍ଡକୁ ଦେଖୁଛୁ। ମ୍ୟାରେଜ ଷ୍ଟାଣ୍ଡାର୍ଡ କଣ ହେବା ଦରକାର, ଖ୍ରୀଷ୍ଟ ଆସିଲା ପରେ ସେ ସତ୍ୟତାକୁ ଏଷ୍ଟାବ୍ଲିଶ କରୁଛୁ। ସେ ସତ୍ୟତା ଈଶ୍ୱରଙ୍କ ଇଚ୍ଛା ଆଉ ଈଶ୍ୱରଙ୍କ ବିବାହର ମାନଦଣ୍ଡ ଆମେ ନୂତନ ନିୟମରେ ଦେଖିପାରୁଛୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରୁ। ଆପଣ ଦେଖିବେ ଯୋସେଫ ଆଉ ମରିୟମ, ଆପଣ ଦେଖିବେ ନାଇଁ, ମାଥ୍ୟୁ ତାର 1:16 ଟିକେ ପଢିବେ, ମାଥ୍ୟୁ 1:16। ମତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରିୟମଙ୍କ ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ। ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ। ଲେଖାଯାଉଛି ଯୋସେଫ ଆଉ ମରିୟମ, ଆଉ ଏକାଧିକ ନାହିଁ। ବିବାହ ଷ୍ଟାଣ୍ଡାର୍ଡକୁ ଆପଣ ଦେଖନ୍ତୁ ନୂତନ ନିୟମରେ, ଯୋସେଫ ଆଉ ମରିୟମ। ତାପରେ ଆପଣ ଦେଖିବେ ଲୁକ ତାର 1:5। ଜିହୁଦା ଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରିୟାଙ୍କ ନାମକ ଜଣେ ଯାଜକ ଥିଲେ। ତାଙ୍କ ଭାର୍ଯ୍ୟା ହାରଣ ବଂଶର କନ୍ୟା, ତାଙ୍କର ନାମ ଏଲିସାବେଥ। ଏଠି ଆମେ ଦେଖୁଛୁ କଣ, ଜିଖରିୟ ପାଇଁ ଗୋଟେ ଭାର୍ଯ୍ୟା ଏଲିସାବେଥ, ଯୋସେଫଙ୍କ ପାଇଁ ଗୋଟିଏ ଭାର୍ଯ୍ୟା ମରିୟମ। ଏଠି ଆଉ ଏକାଧିକ କଥା ଆସୁନାହିଁ। ପୁରାତନ ନିୟମରେ ୟାର ବ୍ୟତିକ୍ରମ ଆମେ ଦେଖୁଛୁ। ଲେମୋକ, ତାପରେ ଗିଦିଓନ, ସୋଲୋମନ ଆଉ ଅନ୍ୟମାନେ, ଏମାନେ ଏକାଧିକ ବିବାହ କରିଛନ୍ତି। କିନ୍ତୁ ସେଇଟା ମଧ୍ୟ ପରମେଶ୍ୱରଙ୍କର ବିବାହର ଯୋଉ ଷ୍ଟାଣ୍ଡାର୍ଡଟା ତାର ତଳକୁ ହିଁ ଆସୁଛି। ସେଇଟା ପ୍ରଭୁ ଯୋଉ ଷ୍ଟାଣ୍ଡାର୍ଡ ତିଆରି କଲେ ସେ ଷ୍ଟାଣ୍ଡାର୍ଡ ଆସୁନାହିଁ। ସେଇଟା ଆମେ ବିବାହର ପ୍ରକୃତ ମାନଦଣ୍ଡ ଆଉ ଈଶ୍ୱରଙ୍କ ଇଚ୍ଛାକୁ ଆମେ ନୂତନ ନିୟମରେ ଆମେ ଦେଖିପାରୁଛୁ। ଏଠି ଦେଖୁଛୁ କଣ, ଯୋସେଫ, ମରିୟମ, ଜିଖରିୟ, ଏଲିସାବେଥ। ଆପଣ ଯଦି ପଢିବେ ପ୍ରଥମ କରନ୍ଥୀୟ ତାର 9:5, ପ୍ରଥମ କରନ୍ଥୀୟ 9:5। ଅନ୍ୟ ସମସ୍ତ ପ୍ରେରିତ ପ୍ରଭୁଙ୍କ ଭାତୃବର୍ଗ ଓ କେଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଣ ଆମ୍ଭମାନଙ୍କର ଅଧିକାର ନାହିଁ? ବଢିଆ ଲେଖୁଛନ୍ତି ପାଉଲ। ଦେଖନ୍ତୁ, ଅନ୍ୟ ସମସ୍ତ ପ୍ରେରିତ, ଅନେକ ପ୍ରେରିତ ଶିଷ୍ୟ ଥିଲେ, ଅନ୍ୟ ସମସ୍ତ ପ୍ରେରିତ ପ୍ରଭୁଙ୍କର ଭାତୃବର୍ଗ, ପ୍ରଭୁ ଯୀଶୁଙ୍କର ଯୋଉ ଭାଇମାନେ ଥିଲେ ସେମାନେ, ଓ କେଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି, ବିଶ୍ୱାସିନୀ ସ୍ତ୍ରୀ ମାନଙ୍କୁ ବୋଲି ଲେଖାଇନି, ବିଶ୍ୱାସିନୀ ସ୍ତ୍ରୀ ମାନେ ପ୍ରେରିତ ମାନଙ୍କର ମଧ୍ୟ ଗୋଟିଏ ସ୍ତ୍ରୀ ଥିଲା। ଯୀଶୁଙ୍କର ଭାଇମାନେ ଯେଉଁମାନେ ସେବାରେ ବାହାରିଲେ, ସେ ଯାକୁବଙ୍କର ମଧ୍ୟ ଅନ୍ୟମାନଙ୍କର ମଧ୍ୟ ଗୋଟିଏ ସ୍ତ୍ରୀ ଥିଲା। ଆଉ କେଫା ବା ପିତରଙ୍କର ମଧ୍ୟ ଏକ ହିଁ ବିଶ୍ୱାସିନୀ ସ୍ତ୍ରୀ, ଅବିଶ୍ୱାସ ସ୍ତ୍ରୀ ନାହିଁ ହେଲା। ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସାଙ୍ଗରେ ଘେନି ଭ୍ରମଣ କରିବାକୁ କଣ ଆମମାନଙ୍କର ଅଧିକାର ନାହିଁ? କେତେ ସୁନ୍ଦର ଭାବରେ ଲେଖାଯାଉଛି। ଦେଖନ୍ତୁ, ସେ ପ୍ରେରିତ ହୁଅନ୍ତୁ ବା ଯୀଶୁଙ୍କର ଭ୍ରାତା ହୁଅନ୍ତୁ, କିମ୍ବା ପ୍ରେରିତ ଶିଷ୍ୟ କେଫା ହୁଅନ୍ତୁ, ସେମାନଙ୍କର କଣ ଗୋଟେ ବିଶ୍ୱାସୀ ଏକ ସ୍ତ୍ରୀ ରହିବା ଦରକାର। ଏଇଟା ବାଇବେଲ ଆମକୁ କହୁଛି। ଏଇଟା କାହିଁକି କହିବା ପାଇଁ ପଡୁଛି ଯେ କାଳକ୍ରମେ ଲୋକମାନେ ଏକାଧିକ ସ୍ତ୍ରୀ ରଖି ଗର୍ବ ଅନୁଭବ କରୁଛନ୍ତି। ଏଇଥିପାଇଁ ଶିକ୍ଷା ଦେବା ପାଇଁ ପଡୁଛି ବାଇବେଲର ଦୃଷ୍ଟିଟା। ମୁଁ କେବେ ବି ଭାବିନଥିଲି ଯେ ଏ ପ୍ରକାର ଏକ ପ୍ରସଙ୍ଗ ବନାଇବା ପାଇଁ ପଡିବ, କିନ୍ତୁ ଯେତେବେଳେ ଲୋକମାନେ ଏ ପ୍ରକାର ଶିକ୍ଷା ଦଉଛନ୍ତି ଆଉ ଲୋକମାନେ ସେ ଶିକ୍ଷାକୁ ଶୁଣୁଛନ୍ତି ଆଉ ଲାଇକ୍ ବି କରୁଛନ୍ତି, ଯେଉଁମାନେ ଲାଇକ୍ କରୁଛନ୍ତି ସେମାନେ ଇଚ୍ଛା କରୁଥିବେ ଦୁଇଟା ସ୍ତ୍ରୀ ରଖିବା ପାଇଁ, ନହେଲେ ସେମାନଙ୍କ ଦୁଇଟା ସ୍ତ୍ରୀ ଥାଇପାରେ। ଲାଇକ୍ କେମିତି କରିବ ସେ? ଜଣେ ଲୋକ କହିବ ମୋର ଦୁଇଟା ସ୍ତ୍ରୀ ଅଛି, ଲାଇକ୍ ଯଦି ଜଣେ କରିବ, ୟୁ ଆର୍ ରାଇଟ୍ ବ୍ରଦର, ଆମେନ୍ ବୋଲି ଲେଖିବ, ମାନେ ତାର ମାନେ କଣ,
ମୋର ବି ଦିଟା ଅଛି, ତମେ ବି ଦିଟା ରଖିପାରିବ। ନାଇଁ, ଏଟା ଲାଇକ୍ କରିବା ବିଷୟ ନୁହଁ, ଏଟା ଡିସଲାଇକ୍ କରିବା ବିଷୟ। ଏଟା ବାଇବଲ ତାହା କେବେ ମଧ୍ୟ ଅନୁମତି ଦିଏ ନାହିଁ। ଜଣେ ଲୋକ ପ୍ରଲୋଭନର ଶିକାର ହେଇକି ସେ ଦୁଇଟା ବାହା ହେଇପାରେ, ବାଇବଲର ଷ୍ଟାଣ୍ଡାର୍ଡ ନୁହଁ ସେଇଟା। ବାଇବଲର ଖ୍ରୀଷ୍ଟିଆନ କେବେ ବି ଦୁଇଟା ସ୍ତ୍ରୀ ବିବାହ କରିବନି। ଆଉ ଏଇଟା ଲଜ୍ଜାର ବିଷୟ, ଏଟା ଦର୍ପର ବିଷୟ ନୁହେଁ। ଆପଣ ଦେଖିବେ, ଆମେ ଦେଖିଲୁ ଏମାନଙ୍କର ଯଦି ପ୍ରେରିତ 18 ପର୍ବ ଦେଖିବେ, ତାର ପ୍ରଥମ 2 ପଦ, ପ୍ରେରିତ 18 ତାର ପ୍ରଥମ 2 ପଦ। ଏହି ସମସ୍ତ ଘଟଣା ପରେ ସେ ଆଥିନିରୁ ପ୍ରସ୍ଥାନ କରି କରିନ୍ଥକୁ ଆସିଲେ। ଆଉ ସେ ଅକିଲା ନାମକ ଜଣେ ଯିହୁଦୀଙ୍କ ଦେଖା ପାଇଲେ। ପନ୍ତ ତାହାଙ୍କ ଜନ୍ମସ୍ଥାନ। ସେ ଅଳ୍ପ ଦିନ ହେଲା ଆପଣ ସ୍ତ୍ରୀ ପ୍ରିସ୍କିଲା ସହିତ ଇତାଲିଆରୁ ଆସିଥିଲେ, କାରଣ କ୍ଲାଉଦିୟ ସମସ୍ତ ଯିହୁଦୀଙ୍କୁ ରୋମରୁ ବାହାରି ଯିବାକୁ ଆଜ୍ଞା ଦେଇଥିଲେ। ସେ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଗଲେ। ଏଇଟା ଆମେ ଦେଖୁଛୁ କଣ, ଆକିଲାର ଗୋଟିଏ ସ୍ତ୍ରୀ ପ୍ରିସ୍କିଲା। ସେ ଗୋଟେ ସାଧାରଣ ବିଶ୍ୱାସୀ ବି ହେଇପାରନ୍ତି। ମୁଁ ଏଇଟା କାହିଁକି କହୁଛି ଆପଣ ମାନଙ୍କୁ, ଗୋଟେ ବିଶ୍ୱାସୀ ହୁଅନ୍ତୁ ବା ଗୋଟେ ଖ୍ରୀଷ୍ଟୀୟ ନେତା ହୁଅନ୍ତୁ ବା ଗୋଟେ ସେବକ ହୁଅନ୍ତୁ ବା ଗୋଟେ ପ୍ରାଚୀନ ହୁଅନ୍ତୁ ବା ପ୍ରେରିତ ଶିଷ୍ୟ ହୁଅନ୍ତୁ ବା ସାଧାରଣ ବିଶ୍ୱାସୀ, ତମ୍ବୁ ନିର୍ମାଣ କରିବା ସାଧାରଣ ବିଶ୍ୱାସୀ ହୁଅନ୍ତୁ, ସେମାନଙ୍କର ମଧ୍ୟ ଗୋଟିଏ ସ୍ୱାମୀ ଆଉ ଗୋଟିଏ ସ୍ତ୍ରୀ, ଏଟା ବାଇବଲର ଷ୍ଟାଣ୍ଡାର୍ଡ ଅଟେ। ଏଟା ବିବାହର ଭିତ୍ତିମୂଳ ଅଟେ। ଏଟା ବାଇବଲ ଅନୁମୋଦିତ ବିବାହ ଅଟେ। ଏହା ଈଶ୍ୱରଙ୍କ ସିଦ୍ଧ ଇଚ୍ଛା ଅଟେ। ଏକାଧିକ ବିବାହ ବାଇବଲ ସମ୍ମତ ନୁହେଁ, ବାଇବଲ ସମ୍ମତ ନୁହେଁ। ଆମେ ଦେଖୁଛୁ ଯଦି ସ୍ୱାମୀ ବା ସ୍ତ୍ରୀ ମରିଯାଆନ୍ତି, ସେପରି ସ୍ଥଳେ କଣ କରିବାର ଅଛି, ଯଦି ସ୍ୱାମୀ ସ୍ତ୍ରୀ ଭିତରେ କେହି ମରିଯାଆନ୍ତି, ସେମିତିକା ସ୍ଥଳେ ସେ କାହାକୁ ବିବାହ କରିବେ, ସେ ବିଶ୍ୱାସୀକୁ ବିବାହ କରିବେ, ଅବିଶ୍ୱାସୀକୁ ବିବାହ କରିବେନି। ସେଇଟା ମଧ୍ୟ ଆମେ ବାଇବଲରେ ଦେଖୁଛୁ। ପ୍ରଭୁ ଆମମାନଙ୍କୁ ଏ ବାକ୍ୟ ଗୁଡିକ ବୁଝିବା ପାଇଁ ସାହାଯ୍ୟ କରନ୍ତୁ, ନଚେତ ଆମେ କଣ କରିବୁ, ଏ ଭ୍ରାନ୍ତ ଶିକ୍ଷା ଗୁଡିକର ଶିକାର ହେଇଯିବୁ। ଆପଣ ଖୋଲନ୍ତୁ ମୋ ସହିତ ପ୍ରଥମ କରନ୍ଥୀୟ 7 ପର୍ବ ତାର 39 ପଦ। ପ୍ରଥମ କରନ୍ଥୀୟ 7 ପର୍ବ 39 ପଦ। ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ, କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କ ଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ। ଯେତେବେଳେ ସ୍ୱାମୀ ବା ସ୍ତ୍ରୀ ସେମାନଙ୍କ ମଧ୍ୟରେ କେହି ମରିଯାଆନ୍ତି, ସେପରି ସ୍ଥଳେ ଥିବା ସମୟରେ ନୁହେଁ। ସ୍ୱାମୀ ବା ସ୍ତ୍ରୀ ଜୀବିତ ଥିବା ସମୟରେ ସ୍ୱାମୀ ବା ସ୍ତ୍ରୀ ସେ ଦ୍ୱିତୀୟ ବିବାହ କରିପାରିବେନି। ଯଦି ତାଙ୍କ ସ୍ୱାମୀ ମରିଯାଆନ୍ତି ବା ସ୍ତ୍ରୀ ମରିଯାଆନ୍ତି, ଏପରି ସ୍ଥଳେ କଣ କରିପାରିବ, ସେ ବିବାହ କରିପାରିବ। ଆଉ ସେଇଟା ମଧ୍ୟ କଣ, ପ୍ରଭୁଙ୍କ ଠାରେ ବିଶ୍ୱାସୀକୁ ହିଁ ବିବାହ କରିପାରିବ। ଏଇଟା ତାର ସ୍ୱାଧୀନତା ଅଛି। କିନ୍ତୁ ସ୍ତ୍ରୀ ଥିବା ସତ୍ତ୍ୱେ ଆଉ ଗୋଟେ ସ୍ତ୍ରୀ ବିବାହ କରିବା ତାର ସ୍ୱାଧୀନତା ନୁହେଁ। ଏଟା ସେ ଆବଦ୍ଧ ହେଇଛି ବିବାହର ଚୁକ୍ତିରେ ସେ ଆବଦ୍ଧ ହେଇଛି, ତାକୁ ସେ ଛାଡି ପାରିବନି। କାରଣ ପରମେଶ୍ୱର ଏଟା ବିବାହର ନିୟମ କରିଛନ୍ତି ଯେ ଗୋଟିଏ ଆଦମଙ୍କ ପାଇଁ ଗୋଟିଏ ହବା। ମୁଁ କହୁଥିଲି ଆପଣଙ୍କୁ, ୱାନ୍ ଏଡମ୍ ୱାନ୍ ମେଡମ୍, ଏଟା ବାଇବଲର ବିବାହର ଷ୍ଟାଣ୍ଡାର୍ଡ ଅଟେ। ଏଟା ବିବାହର ନିୟମ ଅଟେ। ଏଟା ବିବାହର ଭିତ୍ତିମୂଳ ଅଟେ। ତେଣୁ ଆମେ ନୂତନ ନିୟମରେ ଗୋଟେ ପରଫେକ୍ଟ ମ୍ୟାରେଜର ଆମେ ଦୃଷ୍ଟାନ୍ତ ଦେଖୁଛୁ। କାରଣ ଏ ନୂତନ ନିୟମ ମଣ୍ଡଳୀର ବର ହଉଛନ୍ତି ଖ୍ରୀଷ୍ଟ। ଗୋଟିଏ ମସ୍ତକ ଆଉ ତାର କନ୍ୟା ହଉଛି ଶରୀର, ଗୋଟିଏ ଶରୀର। ଆମେ ବିଭିନ୍ନ ମଣ୍ଡଳୀର ବିଶ୍ୱାସ ହେଇପାରୁ, କିନ୍ତୁ ଆମେ ଏକ ଶରୀର ଅଟୁ, ଖ୍ରୀଷ୍ଟଙ୍କର ଶରୀର ଅଟୁ। ଖ୍ରୀଷ୍ଟ ଆପଣ ଶରୀରକୁ ପ୍ରେମ କଲେ, ତାର ଯତ୍ନ ନେଲେ, ତା ପାଇଁ ସେ ପ୍ରାଣ ଦେଲେ। ଆଉ ଖ୍ରୀଷ୍ଟ ଆସୁଛନ୍ତି ଆପଣର ସେଇ କନ୍ୟାକୁ, ଆପଣର ସେ ଭାର୍ଯ୍ୟାକୁ ସେ ନେବା ପାଇଁ ଆସିଛନ୍ତି। ଗୋଟିଏ ଭାର୍ଯ୍ୟା, ଗୋଟିଏ ମଣ୍ଡଳୀ। ପ୍ରଭୁଙ୍କ ନାମର ସ୍ତୁତି ହଉ, ପ୍ରଭୁଙ୍କ ନାମର ଗୌରବ। ପ୍ରଭୁ ଆମମାନଙ୍କୁ ଯଦି ଆପଣ ଦେଖିବେ ପ୍ରେରିତ 16 ପର୍ବ ତାର ପ୍ରଥମ ପଦ ବି ଦେଖନ୍ତୁ। ପ୍ରେରିତ 16 ପର୍ବ ତାର ପ୍ରଥମ ପଦ। ପରେ ସେ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ। ଆଉ ଦେଖ, ସେ ସ୍ଥାନରେ ତିମୋଥି ନାମରେ ଜଣେ ଶିଷ୍ୟ ଥିଲେ। ସେ ଜଣେ ବିଶ୍ୱାସିନୀ ଯିହୁଦୀ ମହିଳାର ପୁତ୍ର, କିନ୍ତୁ ତାଙ୍କର ପିତା ଜଣେ ଗ୍ରୀକ ଲୋକ। ଏଠି କଣ ଲେଖା ଅଛି?
ତିମୋଥୀଙ୍କର ବାପା ମଧ୍ୟ ଜଣେ ଥିଲେ, ମା ବି ଜଣେ ଥିଲେ। ତିମୋଥୀ ପାଉଲ ଯାହାକୁ ଆପଣାର ପୁତ୍ର ଭାବରେ ବା ଆତ୍ମିକ ପୁତ୍ର ଭାବରେ ଗ୍ରହଣ କରି ଯାହାକୁ ସେ ତାଲିମ ଦଉଛନ୍ତି, ତାଙ୍କର ମଧ୍ୟ ଏଇଟା ଦେଖୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ବାଇବଲରେ ଏକାଧିକ ବିବାହ ବାଇବଲ ସମ୍ମତ ନୁହେଁ। ଏକାଧିକ ବିବାହ ବାଇବଲ ସମ୍ମତ ନୁହେଁ। ହୁଏତ ଯଦି କେହି ଦୁଇଟା ସ୍ତ୍ରୀ ରଖି ଗର୍ବ କରିପାରେ, ତିନିଟା ସ୍ତ୍ରୀ ରଖି ଗର୍ବ କରିପାରେ, କିନ୍ତୁ ତାର ଗର୍ବ ସେଟା ନୁହେଁ, ତାର ଲଜ୍ଜାର ବିଷୟ, ଅପମାନର ବିଷୟ। ସେ ପ୍ରଲୋଭନର ଶିକାର ହେଇ କି ପ୍ରେମରେ ପଡି, ଆଜିକାଲି ଆମେ ଦେଖୁଛୁ ଅନେକ ସ୍ତ୍ରୀ ଲୋକମାନେ ଗୋଟିଏ ସ୍ୱାମୀ ପାଇଁ ଦୁଇଟା ସ୍ତ୍ରୀ ବି ପଳାଉଛନ୍ତି, କାରଣ ସୁବିଧା, ସବୁ କାମ ନିଜେ କରିବା ପାଇଁ ପଡିବ ନାହିଁ, କାମ ବି ଅଧା ଅଧା। ସେ ଅଧା କାମ କରିବ, ମୁଁ ଅଧା କାମ କରିବି। ତାପରେ ସେ ଧନୀ ଲୋକ, ମତେ ସୁଖରେ ରଖିଲେ ହେଲା। ୟା ପାଇଁ ଗୋଟେ ଘର, ତା ପାଇଁ ଗୋଟେ ଘର, ଆ ପାଇଁ ଗୋଟେ ଗାଡି, ତା ପାଇଁ ଗୋଟେ ଗାଡି, ତାକୁ ସୁନା ଗହଣା, ତାକୁ ସୁନା ଗହଣା। ଆଉ ଲୋକମାନେ କୋଉ ତୋର ଭାଗ୍ୟ ଭଲ ଲୋ, ଆମେ ଗୋଟେ ସ୍ୱାମୀକୁ ବାହା ହେଇ ଖୁସିରେ ନାହିଁ, ତୁଇ ତ ଦୁଇଟା ବାହା ହେଇକି ଖୁସିରେ ଅଛୁ। ହଁ ନାନୀ, ଆମେ ତ ପ୍ରେମରେ ଅଛୁ, ଦି ଭଉଣୀ ଭଳିଆ ଅଛୁ ବୋଲି କହୁଥିବେ। ସ୍ତ୍ରୀ ମାନଙ୍କୁ ବି ଲାଜ ଲାଗୁନି, ସ୍ୱାମୀକୁ ବି ଲାଜ ଲାଗୁନି। ମାନେ ଏଇଟା ଲଜ୍ଜାର ବିଷୟ। ଏଇଟା ଅନ୍ୟ ସମ୍ପ୍ରଦାୟରେ ହେଇପାରେ, କିନ୍ତୁ ଖ୍ରୀଷ୍ଟିଆନ ବୋଲି ଯେ କହୁଛି, ସେ କଦାପି ଦୁଇଟା ବିବାହ କରିପାରିବନି, ସ୍ତ୍ରୀ ବା ସ୍ୱାମୀ ବିବାହ ଥିବା ସତ୍ତ୍ୱେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି ଆପଣାର ସତୀ କନ୍ୟାକୁ ନେବା ପାଇଁ। ପାଉଲ କହୁଛନ୍ତି କଣ ବୋଲିକିରି, ଏକ ସ୍ୱାମୀ ଠାରେ, ଖ୍ରୀଷ୍ଟଙ୍କ ଠାରେ ବିବାହ କରିବା ପାଇଁ ମଣ୍ଡଳୀକୁ ସତୀ କନ୍ୟା ସଦୃଶ ସେ କଣ କରିଛନ୍ତି। ଆପଣ ଯଦି ପଢିବା ଆମେ ପ୍ରକାଶ ବାକ୍ୟ ତାର 21 ପର୍ବ ତାର 2 ପଦ। ପୁଣି ମୁଁ ପବିତ୍ର ନଗରୀ ଅର୍ଥାତ୍ ନୂତନ ଜେରୁସାଲେମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ୍ୟ ପ୍ରସ୍ତୁତ ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି। ଆମେ କଣ ଦେଖୁଛୁ ଏଠି, ନୂତନ ଜେରୁସାଲେମ ବର ନିମନ୍ତେ ସଜ୍ଜିତା କନ୍ୟା ଅଟେ। ମାନେ ନୂତନ ନିୟମର ବିଶ୍ୱାସୀ ମାନେ ଏକ କନ୍ୟା ସଦୃଶ୍ୟ ଅଟନ୍ତି, ଆଉ ସେମାନେ ଗୋଟିଏ ବରଙ୍କ ସହିତ ବିବାହ ନିମନ୍ତେ ପ୍ରସ୍ତୁତ ହଉଛନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆଜିର ବାକ୍ୟକୁ ଆମେ ଧ୍ୟାନ ସହିତ ଶୁଣିବା। ଯଦି ଆବଶ୍ୟକ ମନେ କରନ୍ତି, ଅନ୍ୟମାନଙ୍କୁ ଆପଣ ପଠେଇ ପାରନ୍ତି, କାରଣ ଏଇ ଦିନ ମାନଙ୍କର ଭଲ ସମ୍ବାଦ ଲୋକ ଶୁଣୁନାହାନ୍ତି, ଯୋଉଟା ଖରାପ ସେଇଟା ଶୁଣୁଛନ୍ତି, ଆଉ ସେମାନେ ବହୁତ ଆଶ୍ଚର୍ଯ୍ୟ ବି ହଉଛନ୍ତି, ଏଇଟା ବି ଅଛି, ଏ ପ୍ରକାର ଶିକ୍ଷା ବି ଠିକ ବୋଧେ। ଠିକ ନାହିଁ। ମୁଁ କହୁଥିଲି ଆପଣ ମାନଙ୍କୁ, ବାଇବଲ ହିଁ ଠିକ, ବାଇବଲର ଶିକ୍ଷା ହିଁ ଠିକ। କୌଣସି ପ୍ରଚାରକ ଠିକ ହେଇ ନ ପାରନ୍ତି, କୌଣସି ଖ୍ରୀଷ୍ଟିଆନ ଲିଡର ଠିକ ହେଇ ନ ପାରନ୍ତି ଭୁଲ କରିକି। ଠିକ କଣ? ବାଇବଲ। ଆମେ ପୁରାତନ ନିୟମରେ ହୁଏତ ଦେଖୁଛୁ ଏକାଧିକ ସ୍ତ୍ରୀ ଥିବାର, କିନ୍ତୁ ବାଇବଲର ନିୟମ ନୁହେଁ। ପ୍ରଭୁ ଯୋଉ ବିବାହ ଧାର୍ଯ୍ୟ କରିଥିଲେ, ଯୋଉ ବିବାହର ଷ୍ଟାଣ୍ଡାର୍ଡକୁ ଧାର୍ଯ୍ୟ କରିଥିଲେ, ଯୋଉ ପରିବାର ପରିକଳ୍ପନା କରିଥିଲେ, ସେ ପରିବାରର ପରିକଳ୍ପନାରେ ଏକାଧିକ ବିବାହ ନାହିଁ। ଗୋଟିଏ ଆଦମ ପାଇଁ ଗୋଟିଏ ହବା, ଖ୍ରୀଷ୍ଟଙ୍କ ପାଇଁ ଗୋଟିଏ ମଣ୍ଡଳୀ, ପ୍ରାଚୀନର ଗୋଟିଏ ହିଁ ସ୍ତ୍ରୀ, ସେବକର ଗୋଟିଏ ହିଁ ସ୍ତ୍ରୀ, ଖ୍ରୀଷ୍ଟୀୟ ନେତାର ଗୋଟିଏ ହିଁ ସ୍ତ୍ରୀ, ଗୋଟିଏ। ଆମେ ଦେଖୁଥିଲୁ ବାଇବଲ ଅନେକ ଯୋସେଫ ମରିୟମଙ୍କ କଥା, ଜିକରି ଏଲିସାବେଥ କଥା ଦେଖୁଥିଲୁ। ପିତର ହୁଅନ୍ତୁ ବା ପ୍ରେରିତ ଶିଷ୍ୟମାନେ ହୁଅନ୍ତୁ, ଖ୍ରୀଷ୍ଟଙ୍କ ଭ୍ରାତା, ସେମାନଙ୍କୁ ବି ଗୋଟିଏ ଗୋଟିଏ ହିଁ ସ୍ତ୍ରୀ ଥିଲେ। ଆକିଲା, ପ୍ରିସ୍କିଲା, ତିମୋଥୀଙ୍କର ଗୋଟିଏ ବାପା ଗୋଟିଏ ମା। ଏଇଟା ବାଇବଲର ନିୟମ ଅଟେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ପ୍ରତ୍ୟେକ ସ୍ୱାମୀର ନିଜର ଗୋଟିଏ ଭାର୍ଯ୍ୟା, ଗୋଟିଏ ସ୍ତ୍ରୀ ରହିବା ଦରକାର। ଏଇଟା ଆମେ ବାଇବଲରେ ଦେଖୁଛୁ। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକକୁ ଅନୁଗ୍ରହ କରନ୍ତୁ, ଆମେ ଭ୍ରମିତ ହେବା ନାହିଁ। ଖ୍ରୀଷ୍ଟ ଯୋଉ ଶିକ୍ଷା ଦେଇଛନ୍ତି, ସେ ଶିକ୍ଷାରେ ଆବଦ୍ଧ ହୋଇ ରହିବା। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଏ ବାକ୍ୟକୁ ବୁଝିବା ପାଇଁ। ବାଇବଲରେ ଏକାଧିକ ବିବାହ ନିଷେଧ ଅଟେ, ପାପ ଅଟେ, ଈଶ୍ୱରଙ୍କର ଯୋଜନାର ବିରୋଧ ଅଟେ। ପ୍ରଭୁ ଆପଣମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା।